ସୁନ୍ଦରବନ ଜଙ୍ଗଲ ଦେଖିବାକୁ ବହୁତ ସୁନ୍ଦର ଆଉ ଘଞ୍ଚ ଥିଲା। ସେହି ଜଙ୍ଗଲରେ ସବୁ ପ୍ରକାର ଚଢ଼େଇମାନେ ରହୁଥିଲେ। ସେମାନଙ୍କ ସହ ଶୁଆମାନେ ବି ରହୁଥିଲେ। ସବୁ ଚଢ଼େଇଙ୍କ ଅପେକ୍ଷା ତାଙ୍କର ସଂଖ୍ୟା ଅଧିକ ଥିଲା। ସେଥିପାଇଁ ସୁନ୍ଦର ଦେଖାଯାଉଥିଲା ସେହି ଜଙ୍ଗଲଟି। ସେହି ଜଙ୍ଗଲରେ ଟୁନି ଚଢ଼େଇ ମଧ୍ୟ ରହୁଥିଲା। ଥରେ ସକାଳୁ ସକାଳୁ ଟୁନି ଚଢ଼େଇ ଉଠି ବାହାରକୁ ଆସିଲା ଆଉ ଦେଖିଲା କି ଜଙ୍ଗଲର ବହୁତ ଚଢ଼େଇମାନେ ତଳେ ମରିକି ପଡ଼ିଛନ୍ତି। ସେ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଆରେ ଏ କ'ଣ ହେଲା ଏମାନଙ୍କର? କାଲି ତ ଆମେ ସମସ୍ତେ ସାଙ୍ଗ ହୋଇକି ଉଡ଼ୁଥିଲୁ, କେତେ ମଜା କରିଥିଲୁ, ହେଲେ ହଠାତ୍ ଏମାନଙ୍କର କ'ଣ ହେଲା? ଟୁନି ଚଢ଼େଇର ଆଖି ଆଗରେ ତା ସାଙ୍ଗମାନେ ମରିକି ପଡ଼ିଥିଲେ। ଟୁନି ଚଢ଼େଇ ନିଜକୁ ସମ୍ଭାଳି ପାରୁନଥିଲା। ତା ଛାତିଟା ଦୁଃଖରେ ଦିଫାଳ ହୋଇଯାଉଥିଲା। ସେ ଘଟଣା କ'ଣ ଜାଣିବାକୁ ରାନୁ କାଉ ପାଖକୁ ଗଲା। ରାନୁ ଭଉଣୀ, ଜଙ୍ଗଲର ଅବସ୍ଥା ଦେଖିଲଣି? ପ୍ରାୟ ଚଢ଼େଇମାନେ ମରିକି ପଡ଼ିଛନ୍ତି। ବବଲୁ, ମିଟି, ମିଟୁ ଏମାନେ ବି ମରିକି ପଡ଼ିଛନ୍ତି। ଏଇଠି କ'ଣ ହେଇଛି ମୁଁ କିଛି ବୁଝିପାରୁନି। ଏତିକି ବେଳେ ମିକି ଚଢ଼େଇ ଆସି ସେମାନଙ୍କ ପାଖରେ ପହଞ୍ଚେ। ଆରେ ଟୁନି, ତୁ ବି ଏଇଠି ଅଛୁ? ଭଲ ହେଲା, ଏଠୁ ଜଲ୍ଦି ଜଲ୍ଦି ପଳେଇ ଚାଲ। ଜଙ୍ଗଲରେ ମହାମାରୀ ବ୍ୟାପିଛି, ଏଥିରେ ଆମ ଜୀବନ ବି ଯାଇପାରେ। ଜଲ୍ଦି ଏ ଜଙ୍ଗଲ ଛାଡ଼ି ଆମକୁ ପଳାଇ ଯିବାକୁ ହେବ। ତୁମେ ଦିଟା ଯାହା ହଉଛ, ସେଗୁଡ଼ା ଲୋଭରେ କୋଉଠି ବିଷ ଫଳକୁ ପେଟେ ପେଟେ ଖାଇଥିବେ, ସେଇଥିପାଇଁ ମରିଥିବେ। ଏମିତି ଖାଲି ମହାମାରୀ ଏମାନଙ୍କୁ ଖାଇଯାଉଛି। ମୁଁ କୁଆଡ଼େ ଯିବିନି। 2 ଦିନ ହେବ ମୁଁ ଏ ନୂଆ ଟିଭିଟାକୁ ଆଣିଛି, ତାକୁ ନ ଦେଖିକି ଏ ଜଙ୍ଗଲ ଛାଡ଼ି ପଳେଇବି? ମୁଁ କୁଆଡ଼େ ଯିବିନି, ଯାହାର ଯିବାର ଅଛି ଯାଅ। ତାପରେ ଟୁନି ଚଢ଼େଇ ଆଉ ମିକି ସେଠାରୁ ଚାଲି ଯାଆନ୍ତି। ଆଲୋ ରାନୁ, ତୁ କ'ଣ ମହାମାରୀ ବିଷୟରେ ଜାଣିନୁ? ଜୀବନ ରହିଲେ ସିନା ଆମେ ଆଉ ଗୋଟିଏ ଟିଭି କିଣିପାରିବା। ଯଦି ଆମ ଜୀବନ ଚାଲିଯିବ ତାହେଲେ ଆମେ କ'ଣ କରିବା? ଚାଲେ ଚାଲେ, ଆମେ ବି ଏଠୁ ପଳାଇବା। ଆରେ ହେ, ତମେ ଚୁପ୍ କର। ଚୁପ୍ କରି ଏଇଠି ବସି ଟିଭି ଦେଖ। ଏପଟେ ଟୁନି ଆଉ ମିକି କୋଉ ଜଙ୍ଗଲକୁ ଯିବେ ବସିକି କଥା ହେଉଥାନ୍ତି। ହଠାତ୍ ମିକିର ମୁଣ୍ଡ ବୁଲେଇ ଦିଏ ଆଉ ସେ ତଳେ ପଡ଼ିଯାଏ ଆଉ ଅଚେତ ହୋଇଯାଏ। କିଛି ସମୟ ପରେ ସିଏ ବି ଜୀବନ ହାରିଦିଏ। ଆରେ ଏବେ ମୁଁ କ'ଣ କରିବି? ଏ ମିକି ତ ବି ଚାଲିଗଲା ମୋତେ ଛାଡ଼ିକି। ଯାଉଛି ରାନୁ କାଉକୁ ଏକଥା କହିବି। ସେ ନିଶ୍ଚୟ ଏବେ ମୋ ସହ ଏ ଜଙ୍ଗଲ ଛାଡ଼ି ପଳେଇବ। ଏମିତି ମନେ ମନେ ଭାବି ଟୁନି ଚଢ଼େଇ ରାନୁ କାଉ ପାଖକୁ ଯାଏ ଆଉ ସେଠି ପହଞ୍ଚି ଦେଖେ କି ରାନୁ କାଉ ଆଉ ତା ସ୍ୱାମୀ ତା ଘରେ ମରିକି ପଡ଼ିଛନ୍ତି। ସେତିକି ବେଳେ ଟୁନି ଚଢ଼େଇ ବହୁତ କାନ୍ଦିବାକୁ ଲାଗେ ଆଉ ଦେଖେ କି ଏକ ବିଲୁଆ ତା ପାଖକୁ ଦୌଡ଼ି ଦୌଡ଼ି ଆସେ। ଟୁନି, ଯଦି ଜୀବନ ବଞ୍ଚାଇବାର ଅଛି ମୋ ସହ ଏ ଜଙ୍ଗଲ ଛାଡ଼ି ପଳେଇ ଚାଲ। ବିଲୁଆ ଥିଲା ଟୁନି ଚଢ଼େଇର ଗୋଟିଏ ଭଲ ସାଙ୍ଗ। ତାପରେ ସେମାନେ ଡେରି ନ କରି ସେ ଜଙ୍ଗଲ ଛାଡ଼ି ଚାଲି ଯାଆନ୍ତି। ବହୁତ ବାଟ ଗଲା ପରେ ସେମାନେ ଏକ ନଦୀ ପାଖରେ ଅଟକନ୍ତି। ଆରେ ଟୁନି, ଲାଗୁଛି ଏଇଟା ଆମ ପାଇଁ ଏକ ଭଲ ଜାଗାଟିଏ ହେବ। ଏଇଠି ତ ଆମେ ଆରାମରେ ରହିପାରିବା ଲାଗୁଛି। ଦେଖ, ଏଇଠି ଏକ ନଦୀଟିଏ ବି ଅଛି ଆଉ ପାଖରେ ଗଛଟିଏ, ତା ପାଖକୁ ଗୁମ୍ଫାଟିଏ। ତୁ ଏଇ ଗଛରେ ରହିବୁ ଆଉ ମୁଁ ଏଇ ଗୁମ୍ଫାରେ ରହିବି। ଆମେ ଏଇଠି ଆରାମରେ ରହିବା। ଏତିକି ବେଳେ ସେ ନଈରେ ଥିବା ଏକ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିବାକୁ ଆସେ। ଠିକ୍ ସେତିକି ବେଳେ ସେ ଗଛରେ ବସିଥିବା ଏକ ଚଢ଼େଇ କୁମ୍ଭୀର ଆଗକୁ ଖସି ପଡ଼େ। କୁମ୍ଭୀର ସଙ୍ଗେ ସଙ୍ଗେ ପୁଣି ପାଣି ଭିତରକୁ ଚାଲିଯାଏ। ଏ କ'ଣ ବିଲୁଆ ନନା? କୁମ୍ଭୀର ତ ଆମକୁ ଖାଇବାକୁ ଆସୁଥିଲା, ହେଲେ ତା ପାଟି ଆଗରେ ଚଢ଼େଇକୁ ଦେଖି ଡରିକି ପାଣି ଭିତରକୁ ପଳାଇଲା। ଆରେ ନା ନା ଟୁନି, ସେ ଚଢ଼େଇକୁ ନୁହେଁ, ସେ ଚଢ଼େଇର ରୋଗକୁ ଡରିକି ଏ କୁମ୍ଭୀର ପଳାଇଲା। ଏଇଠି ବି ଲାଗୁଛି ମହାମାରୀ ବ୍ୟାପି ଯାଇଛି। ଚାଲ, ଆମେ ଆଉ ଏଠି ରହିବାନି, ଆମେ ଏଠୁ ଯେତେ ଶୀଘ୍ର ପଳେଇବା। ତାପରେ ଟୁନି ଚଢ଼େଇ ଆଉ ବିଲୁଆ ନନା ସେ ଜାଗା ଛାଡ଼ି ଆଗକୁ ଆଗକୁ ଚାଲନ୍ତି।
ପୁଣି କିଛି ବାଟ ଗଲା ପରେ ସେମାନେ ଦେଖନ୍ତି କି ବଗ ଆଉ ବଗୁଲି ଏକ ନଈରେ ପାଣି ପିଉଛନ୍ତି। ସେ ଦି ଜଣ ବଗମାନଙ୍କୁ ଏମିତି ମଜା କରୁଥିବାର ଦେଖି ମନେ ମନେ ଖୁସି ହୁଅନ୍ତି। କାହିଁକି ନା ସେମାନେ ଭାବନ୍ତି କି ବଗ ଆଉ ବଗୁଲି ସୁସ୍ଥ ଅଛନ୍ତି, ମାନେ ମହାମାରୀ ଏଠି ନାହିଁ ଆଉ ଏମାନେ ଏଇଠି ରହିପାରିବେ। ବିଲୁଆ ନନା, ମତେ ଲାଗୁଛି ଆମେ ଏଇଠି ସୁରକ୍ଷିତରେ ରହିପାରିବା। ମତେ ଲାଗୁଛି ଏଇଠି ମହାମାରୀ ନାହିଁ। ତାପରେ ସେମାନେ ଦି ଜଣ ସେହି ଜଙ୍ଗଲରେ ରହିବାକୁ ଲାଗନ୍ତି। ଏମିତି କିଛି ଦିନ ବିତିଯାଏ। ଧୀରେ ଧୀରେ ଟୁନି ଚଢ଼େଇ ବଗ ଆଉ ବଗୁଲିଙ୍କ ସହ ବନ୍ଧୁତା ବାନ୍ଧେ। ଆଲୋ ଟୁନି, ତୁ ଆମ ସାଙ୍ଗ ଠିକ୍ ଅଛି, ହେଲେ ସେ ବିଲୁଆକୁ ଆମର ପ୍ରାଣ ଡର। କେତେବେଳେ ସାଙ୍ଗ ହଉ ହଉ ସେ ଆମ ବେକ ଧରି ନେଇଥିବ। ଆରେ ନା ନା ବଗୁଲି ସାଙ୍ଗ, ସେ ବିଲୁଆ ନନା ସେମିତିକା ନୁହଁ। ସେ ବହୁତ ଭଲ। ସେ ସମସ୍ତଙ୍କୁ ସାହାଯ୍ୟ କରେ। ତାଙ୍କ ପାଇଁ ତ ମୁଁ ଆଜି ବଞ୍ଚିକି ଅଛି। ଏମିତି କଥା ହୋଇସାରି ଟୁନି ଚଢ଼େଇ ବିଲୁଆ ପାଖକୁ ଆସେ ଆଉ ଦେଖେ କି ବିଲୁଆ ତଳେ ପଡ଼ି ରହିଛି। ଆରେ ଆରେ ବିଲୁଆ ନନା, ତୁମର କ'ଣ ହେଲା? ତୁମେ ଏଠି ଏମିତି ପଡ଼ିଛ କାହିଁକି? ଆରେ ଟୁନି, ତୁମ ପାଖକୁ ଆସନା। ମୁଁ ମହାମାରୀର ଆକ୍ରାନ୍ତ ହୋଇସାରିଛି। ମତେ ଲାଗୁଛି ତୁ ମତେ ଛୁଇଁଲେ ତତେ ବି ମହାମାରୀ ଶିକାର କରିଦେବ। ତୁ ଗୋଟିଏ କାମ କର, ତୁ ଏଠୁ ଛାଡ଼ିକି ପଳା। ଏକ ଭଲ ସୁରକ୍ଷିତ ଜାଗା ଦେଖି ରହିବୁ। ବିଲୁଆ ନନାଠୁ ଏମିତି କଥା ଶୁଣି ଟୁନିର ମନ ଭାଙ୍ଗିଯାଏ। ସେ କାନ୍ଦିବାକୁ ଲାଗେ। କାହିଁକି ନା ବିଲୁଆ ଛଡ଼ା ତାର ଆଉ କେହି ବି ନାହାନ୍ତି। ସେ ଡେରି ନ କରି ବଗ ଆଉ ବଗୁଲି ପାଖକୁ ଯାଏ। ବଗୁଲି ସାଙ୍ଗ, ମୋ ବିଲୁଆ ନନା ମହାମାରୀର ଶିକାର ହୋଇଛି। ତମେ କିଛି ବି କରିକି ତାକୁ ବଞ୍ଚାଅ। ତା ଛଡ଼ା ମୋର ଆଉ କେହି ବି ନାହାନ୍ତି। ହଁ ହଁ ଟୁନି, ତୁ ଚିନ୍ତା କରନା। ଜଲ୍ଦି ମୋ ସହ ଚାଲ। ମୋ ପାଖରେ ଗୋଟେ ଭଲ ବୁଦ୍ଧି ଅଛି। ତାପରେ ବଗୁଲି ଟୁନିକୁ ସାଙ୍ଗରେ ଧରି ଉଡ଼ିବାକୁ ଲାଗେ। ସେମାନେ ଉଡ଼ି ଉଡ଼ି ଯାଇ ଏକ ପାହାଡ଼ ଉପରେ ପହଞ୍ଚନ୍ତି। ବଗୁଲି ସାଙ୍ଗ, ମୁଁ ତୁମକୁ ମୋ ବିଲୁଆ ନନାକୁ ବଞ୍ଚାଇବାକୁ କହିଲି, ହେଲେ ତମେ ମତେ କୁଆଡ଼େ ନେଇକି ଆସିଛ? ଆଲୋ ଟୁନି, ଏ ଯୋଉ ଗଛ ଦେଖୁଛୁ, ସେଇଟା ଏକ ଜଡ଼ିବୁଟି ଗଛ। ତାରି ରସ ଆମେ ସମସ୍ତେ ପିଉଛୁ ବୋଲି ମହାମାରୀ ଆମକୁ ଛୁଇଁ ପାରିନି, ଆଉ ଛୁଇଁ ବି ପାରିବନି ମଧ୍ୟ। ଆମେ ସେ ଗଛ ନେବାକୁ ଆସିଛନ୍ତି। ଚାଲ, ଡେରି ନ କରି ଜଲ୍ଦି ନେଇକି ଯିବା। ତାପରେ ସେମାନେ ଦି ଜଣ ସେ ଜଡ଼ିବୁଟି ଗଛକୁ ଧରି ବିଲୁଆ ପାଖକୁ ଆସନ୍ତି। ବିଲୁଆ ପାଖରେ ପହଞ୍ଚି ଟୁନି ଚଢ଼େଇ ବିଲୁଆର ପାଟିରେ ସେ ପତ୍ରର ରସ ପକାଇ ଦିଏ। ଆଲୋ ଟୁନି, ତୁ ବି କିଛି ପତ୍ର ଚୋବେଇକି ଖାଇଦେ। ତୁ ବି ଆମ ଭଳି ସୁସ୍ଥ ରହିବୁ। ଏ ମହାମାରୀ ତୋର କିଛି ବି କ୍ଷତି କରିପାରିବନି। ତାପରେ ଟୁନି ଚଢ଼େଇ ସେ ପତ୍ରରୁ କେତେଟା ଚୋବେଇକି ଖାଇଦିଏ। ହେଲେ ବଗୁଲି ସାଙ୍ଗ, ମୋ ବିଲୁଆ ନନା ଏପର୍ଯ୍ୟନ୍ତ ଉଠୁନି କାହିଁକି? ସେ ଯଦି ନ ଉଠିବ, ମୁଁ ତା ବିନା ବଞ୍ଚିବି କେମିତି? ଏମିତି କହି କହି ଟୁନି ଚଢ଼େଇ କାନ୍ଦିବାକୁ ଲାଗେ। ହଠାତ୍ ବିଲୁଆର ଚେତା ଫେରି ଆସେ ଆଉ ସେ ଟୁନିକୁ କହେ, ଆରେ ଟୁନି, ତୁ ଏମିତି ଭେଁ ଭେଁ ହୋଇ କାନ୍ଦୁଛୁ କାହିଁକି? ମୁଁ ତ ପୁରା ଭଲ ହୋଇଯାଇଛି। ଥ୍ୟାଙ୍କ ୟୁ ବଗ ଆଉ ବଗୁଲି, ତମମାନଙ୍କ ପାଇଁ ଆମେ ଆଜି ବଞ୍ଚିଗଲୁ। ତାପରେ ସେମାନେ ସମସ୍ତେ ସାଙ୍ଗ ହୋଇକି ସେହି ଜଙ୍ଗଲରେ ରହନ୍ତି ଆଉ ସବୁଦିନ ସେହି ଜଡ଼ିବୁଟିର ରସକୁ ପିଅନ୍ତି, ଯାହାଦ୍ୱାରା ବାର୍ଡ ଫ୍ଲୁ ମହାମାରୀ ସେମାନଙ୍କର କିଛି ବି କ୍ଷତି କରିପାରେନି। ଆରେ ଟୁକୁ, ଏ ଗରମରେ ଏ ଥଣ୍ଡା ଥଣ୍ଡା ପାଣି କେତେ ମଜା ଲାଗୁଛି କହିଲୁ? ହଁ ରେ ମିଟୁ, ମଜା ତ ଲାଗୁଛି, ହେଲେ ପଳେଇ ଚାଲ ରେ, ନହେଲେ ତୋ ବୋଉ ଆଉ ମୋ ବୋଉ ଆମ ପିଠିରେ ପୋଖରୀ ଖୋଳିଦେବେ ଯେ। ହଁ ରେ, ଚାଲେ ଚାଲେ, ଏଠୁ ଶୀଘ୍ର ପଳେଇ ଚାଲେ। ଏମିତି କଥା ହୋଇ ସେ ଦୁଇ ସାଙ୍ଗ ନିଜ ନିଜର ଘରକୁ ଫେରିଲେ। ଆଲୋ ବୋଉ, କି ଗରମ ଲାଗୁଛି କିଲୋ? ଆଣିଲୁ ଆଣିଲୁ, ପଖାଳ ଦିଟା ଆଣିଲୁ ଖାଇଦେବା। ଇରେ କ'ଣ କହିଲୁ? କ'ଣ କହିଲୁ? ପଖାଳ ଖାଇବୁ?
ଦିନ 2 ଘଣ୍ଟା ସେ ପାଣିରେ ବୁଡ଼ି ବୁଡ଼ିକି ଆସିଲୁ, ଏବେ ପଖାଳ ମାଗୁଛୁ। ଦେଖିବୁ ଏଇନା ଦେବି 2ଟା। ଏଇ ନେ, ଗରମ ଭାତକୁ ଭଜା ଲଗେଇକି ପେଟେ ଖା। ଟୁକୁର ମା କାଳି ଟୁକୁକୁ ଆଣିକି ଗରମ ଭାତ ଆଉ ଭଜା ଖାଇବାକୁ ଦେଲା। ଇଲୋ ମା, ଇଏ କଣ? ଗରମ ଭାତକୁ ଆଳୁ ଭଜା? ୟାକୁ କେହି ଖାଆନ୍ତି? କଣ କହିଲୁ? ଚିହ୍ନିଛୁ ମତେ? ୟାକୁ ନ ଖାଇଲେ ମୁଁ ତ ପିଠିରେ ପୋଖରୀ ଖୋଳିବି, ବୁଝିଲୁ? ଏମିତି କହି କାଳି ଘର ଭିତରକୁ ପଳାଏ। ମୁଁ ପୁଣି ଖାଇବି ଗରମ ଭାତକୁ ଭଜା? ଭଜା ମାଇ ଫୁଟ୍, ମୁଁ ଯାଉଛି ଆଇସ୍କ୍ରିମ୍ କିଣିକି ଖାଇବି। ଏମିତି ଭାବି ଟୁକୁ ଚୁପ୍ ଚୁପ୍ ଘର ଭିତରକୁ ଗଲା। ଟୁକୁର ମା କାଳି ତା ବସା ତଳେ ଟଙ୍କା ରଖିଥିଲା, ତାକୁ ସିଏ ଚୁପ୍ ଚୁପ୍ ଆଣିକି ବାହାରକୁ ପଳାଇଲା। ବାଟରେ ତାର ମିଟୁ ଶୁଆ ଦେଖା ହେଇଗଲା। ଆରେ ଟୁକୁ, କୁଆଡେ ଏମିତି ଯାଉଛୁ କିରେ? ଆରେ ମୋ ବୋଉ ମତେ ଦଉଛି ଗରମ ଭାତକୁ ଭଜା, ସେଇଥିପାଇଁ ମୁଁ ଆଇସ୍କ୍ରିମ୍ ଖାଇବାକୁ ଯାଉଛି। ଆରେ ଆଇସ୍କ୍ରିମ୍ ଖାଇବୁ? ସେ ତ ଆର ଜଙ୍ଗଲକୁ ପଳାଇଲାଣି। ତୁ ଏବେ ପଳେଇଆ, କାଲିକି ଆସିକି ଖାଇବା। ମିଟୁ ଶୁଆଠୁ ଏମିତି ଶୁଣି ଟୁକୁ ଘରକୁ ଫେରି ଆସିଲା। ସେ ଜାଣିନଥିଲା ତା ବୋଉ ସେ ଟଙ୍କା ନେଇଥିବା କଥା ଜାଣି ଯାଇଛି। ଟୁକୁ ଘରେ ପହଞ୍ଚିବା କ୍ଷଣି ବହୁତ ମାଡ଼ ଖାଇଲା। ସେତିକି ବେଳେ ଟୁକୁର ବାପା କାଳୁ ଆସି ପହଞ୍ଚିଲା। ଆଲୋ କାଳି, ଜାଣିଲୁଣି ନା ନାହିଁ, ଏ ଜଙ୍ଗଲରେ ଚୋର ମାତିଲେଣି। ସେ ପୁଣି ପିଲା ଚୋର। ବେଶ ବଦଳେଇକି ସେମାନେ ବୁଲୁଛନ୍ତି, ଆଉ ସୁଯୋଗ ଦେଖି ପିଲାଙ୍କୁ ଉଠାଇ ନେଉଛନ୍ତି। ପିଲା ଚୋରଟି, ଏ ଟୁକୁକୁ ବୁଝାଅ, ସେ ଏବେ ଆଇସ୍କ୍ରିମ୍ ଖାଇବାକୁ ଯାଇଥିଲା। ଇଲୋ ମାଲୋ ବାବା, ସତରେ ଚୋର ମାତିଛନ୍ତି, ପିଲାଙ୍କୁ ଉଠେଇ ନେଉଛନ୍ତି। ମତେ ତ ଉଠେଇ ନେବେ। ନା ଲୋ ମା, ମୁଁ ଆଉ କୁଆଡେ ଯିବିନି। ଏମିତି କହି ଟୁକୁ ଘର ଭିତରକୁ ପଳାଇଲା। ଆଲୋ ନା ଆଲୋ କାଳି, ଏମିତି ନ ଡରେଇଲେ ଏ ଟୁକୁକୁ ସମ୍ଭାଳି ହେବନି, ସେଇଥିପାଇଁ ମୁଁ ମିଛ କହିଲି। ତାପରେ କାଳୁ ଆଉ କାଳି ଏମିତି କଥା ହୋଇ ହସିବାକୁ ଲାଗିଲେ। ଏମିତି 2-3 ଦିନ ପର୍ଯ୍ୟନ୍ତ ଟୁକୁ ଘରୁ ବାହାରକୁ ବାହାରୁ ନଥାଏ। ସେପଟେ ଟୁକୁର ସାଙ୍ଗ ମିଟୁ ଆଉ ବବଲୁ ପୁରା ବୋରିଂ ହେଇଯାଉଥାନ୍ତି। ଆରେ ମିଟୁ, ଏ ଟୁକୁର କଣ ହେଇଛି କିରେ? ସେ କଣ ଆଉ ଖେଳିବାକୁ କି ଗାଧେଇବାକୁ ଆସୁନି? ଆରେ ହଁ ରେ ସାଙ୍ଗ, ଚାଲ ଯିବା ତା ଘରେ ତାକୁ ଡାକିକି ଆଣିବା। ତାପରେ ବବଲୁ ଆଉ ମିଟୁ ସାଙ୍ଗ ହେଇକି ଟୁକୁର ଘରକୁ ଗଲେ। ଆରେ ହଇରେ ଟୁକୁ, ତୁ ଏମିତି ଘରେ କଣ ଲୁଚିକି ବସିଛୁ ଯେ? ଆସୁନୁ ନଈରେ ସାଙ୍ଗ ହେଇକି ଗାଧେଇବା। ଟୁକୁ ଘର ଭିତରୁ ଥାଇ ଜବାବ ଦିଏ। ଇଲୋ ମାଲୋ, ନା ବାବା ନା, ମୁଁ ଯିବିନି। ମୋ ବାପା କହୁଥିଲେ ପିଲା ଚୋର ବୁଲୁଛନ୍ତି, ମତେ ଯଦି ସିଏ ନେଇଯିବ, ତମେ ମାନେ ଯାଅ, ମୁଁ ଯିବିନି। ତୁଟା କେଡେ ଡରୁଆଟା କିରେ? ତୁ ସିନା ଘରୁ ବାହାରକୁ ବାହାରୁନୁ, ହେଲେ ଆମେ ତ ବୁଲୁଛୁ, ଆମକୁ ତ କାହିଁ କେହି ନଉନାହାନ୍ତି, ତତେ ଖାଲି ନେଇଯାଉଛନ୍ତି। ଆସେ, ଏ ଗରମରେ ଟିକେ ନଈରେ ପହଁରିବା, ବଢିଆ ମଜା ଆସିବ। ସାଙ୍ଗମାନଙ୍କଠୁ ଏମିତି କଥା ଶୁଣି ଟୁକୁ ବାହାରକୁ ଯାଏ, ଆଉ ସେ 3 ଜଣ ଗାଧେଇବାକୁ ନଈ ପାଖକୁ ଯାଆନ୍ତି। ସେମାନେ ଗାଧୋଉ ଗାଧୋଉ କିଛି ଶୁଣିବାକୁ ପାଆନ୍ତି। ଆସିଗଲା ଆଇସ୍କ୍ରିମ୍, ମିଠା ମିଠା ଆଇସ୍କ୍ରିମ୍, କିଏ ଖାଇବ ଆସ। ଏମିତି ଡାକି ଡାକି ସେ ଆଇସ୍କ୍ରିମ୍ ବାଲା ସେମାନଙ୍କ ପାଖକୁ ଆସେ। ଆରେ ପିଲାମାନେ, ଏତେ ଗରମରେ ଖାଲି ଗାଧୋଇଲେ କଣ ମଜା ଆସିବ? ନିଅ ନିଅ, ଥଣ୍ଡା ଥଣ୍ଡା ଆଇସ୍କ୍ରିମ୍ 2ଟା ଖାଇଦିଅ, ଦେହଟା ପୁରା ଥଣ୍ଡା ହେଇଯିବ। ଆଇସ୍କ୍ରିମ୍ ବାଲାର ଏମିତି କଥା ଶୁଣି ଟୁକୁ ଆଉ ମିଟୁ ଆଉ ବବଲୁକୁ ଫୁସୁ ଫୁସୁ କରି କହେ, ଆରେ ନା ରେ, ଆମେ ଯିବାନି। ଏ ଯଦି ସେଇ ପିଲା ଚୋର ହେଇଥିବ, ତାହେଲେ ଆଜି ଆମେ ନାମ ନେବା।
ସେ 3 ଜଣଙ୍କ ଭିତରେ ବବଲୁ ଚଢ଼େଇ ଥିଲା ଭାରି ଲୋଭୀ ଚଢ଼େଇ। ଖାଇବା ଜିନିଷରେ ତାର ଭାରି ଲୋଭ ଥିଲା। ଆରେ ନା ନା, ମତେ ଲାଗୁନି ଏ ପିଲା ଚୋର ହେଇଥିବ। ଚାଲରେ ଆଇସ୍କ୍ରିମ୍ 2ଟା ଖାଇବା। ଆଇସ୍କ୍ରିମ୍ ଦେଖି ମୋ ପାଟିରୁ ଲାଳ ବୋହିଲାଣି। ଏମାନଙ୍କର ଏମିତି ଫୁସଫାସ କଥା ଦେଖି ଆଇସ୍କ୍ରିମ୍ ଚୋର ମନେ ମନେ ଭାବେ, ଏ ପିଲାମାନେ କ'ଣ ମତେ ଚିହ୍ନି ଗଲେ ନା କ'ଣ? ଏମିତିକା ସୁଯୋଗ ମୁଁ ଛାଡ଼ିବିନି। ଏକାଥରକେ 3ଟା ପିଲା ଆଜି ମତେ ମିଳିଛି ମାନେ ମୁଁ ୟାଙ୍କୁ ଯେମିତି ହେଲେ ନେଇକି ଯିବି। କିରେ ପିଲାମାନେ, ଖାଇବ କି ନାହିଁ? ମୁଁ ପୁଣି ଆର ଜଙ୍ଗଲକୁ ଯିବି। ନା ନା ଅଙ୍କଲ, ଆମ ପାଖରେ ଆଇସ୍କ୍ରିମ୍ ଖାଇବାକୁ ଟଙ୍କା ନାହିଁ। ଆମେ ଖାଇବୁନି, ତୁମେ ଯାଅ। ସେମିତି କେମିତି ହବରେ ପିଲାଏ? ତମେ ମତେ ଅଙ୍କଲ ଡାକିଲ, ତମ ପାଖରେ ଟଙ୍କା ନଥିଲା କ'ଣ ହେଲା ଯେ? ନିଅ ନିଅ, ଗୋଟେ ଗୋଟେ ଆଇସ୍କ୍ରିମ୍ ଖାଇଦିଅ। ଆଇସ୍କ୍ରିମ୍ ବାଲାର ପାଟିରୁ କଥା ନ ସରୁଣୁ ଲୁଭି ବବଲୁ ଚଢ଼େଇ ସେଇଠି ଯାଇକି ପହଞ୍ଚିଗଲା। ଆଉ ତା ପଛେ ପଛେ ମିଟୁ ଆଉ ଟୁକୁ ସେଇଠି ଆସିଗଲେ। ସେମାନେ 3 ଜଣ ଆସିବା ମାତ୍ରେ ଏ ଆଇସ୍କ୍ରିମ୍ ଚୋର ସେମାନଙ୍କୁ ଏକ ବସ୍ତାରେ ଭର୍ତ୍ତି କରିଦେଲା। ଆଉ ସେଠାରୁ ଆଗକୁ ଚାଲି କିଛି ବାଟ ଗଲା ପରେ ଟୁନି ଚଢ଼େଇ ଆଇସ୍କ୍ରିମ୍ ଖାଇବ ବୋଲି ସେଇଠି ପହଞ୍ଚିଲା। ଅଙ୍କଲ ଅଙ୍କଲ, ମତେ ଗୋଟିଏ ଚକୋଲେଟ୍ ଆଇସ୍କ୍ରିମ୍ ଦିଅ। ଆଇସ୍କ୍ରିମ୍ ଚୋର ତ ଭାରି ଲୋଭୀ ଥିଲା। ସେ ଟୁନି ଚଢ଼େଇକୁ ଦେଖି ତାକୁ ବି ନେବ ବୋଲି ଭାବିଲା। ହେଲେ ସେତିକି ବେଳେ ଆଇସ୍କ୍ରିମ୍ ବାଲାର ଗାଡ଼ିରେ ଥିବା ବସ୍ତା ହଲିବାର ଦେଖି ଟୁନି ଚଢ଼େଇ ପଚାରିଲା, ଅଙ୍କଲ ଅଙ୍କଲ, ଏଥିରେ କ'ଣ ଅଛି? ଏମିତି ହଲୁଛି କାହିଁକି? ଆଲୋ ଝିଅ, ସେ କିଛି ନୁହେଁ, ତୁ ଠିଆ ହ, ମୁଁ ତତେ ବଢ଼ିଆ ଆଇସ୍କ୍ରିମ୍ ଦେବି। ଏମିତି କହି ଆଇସ୍କ୍ରିମ୍ ବାଲା ଯେତେବେଳେ ତା ଗାଡ଼ି ଭିତରୁ ଏକ ବସ୍ତା କାଢ଼ିଲା, ଟୁନି ଚଢ଼େଇର ସନ୍ଦେହ ହେଲା। ସେ ସେଠାରୁ ଉଡ଼ିକି ପଳାଇଲା। ଉଡ଼ି ଉଡ଼ି ଯାଇକି ସିଧା ତା ମା ପାଖରେ ପହଞ୍ଚିଲା। ଆଉ ସବୁ କହିଲା, ଆଲୋ ମୋ ଝିଅ, ତୋର କିଛି ହେଇନି ତ? ସେ ନିଶ୍ଚୟ ପିଲା ଚୋର ହେଇଥିବ। ମୁଁ ଦେଖିଥିଲି, ଟୁକୁ, ମିଟୁ ଆଉ ବବଲୁ ସେ ନଈରେ ଗାଧୋଉଥିଲେ। ସେମାନଙ୍କୁ ସେ ପିଲା ଚୋର ନେଇଯାଇ ନାହିଁ ତ? ଚାଲେ ଚାଲେ, ଆମେ ତାଙ୍କ ଘରେ ଯାଇକି କହିବା। ତାପରେ ମା ଝିଅ ମିଶିକି ଟୁକୁର ଘରକୁ ଗଲେ। ଆଲୋ କାଳି ନାନୀ, ଟୁକୁ ଘରେ ଅଛି ତ? ନା ଲୋ ଟିକି, ସେ ତ ସକାଳୁ କୁଆଡ଼େ ଯାଇଛି, ଏପର୍ଯ୍ୟନ୍ତ ଘରକୁ ଆସିନି। ଆଲୋ ନାନୀ, ମୋ ଝିଅ ଦେଖିକି ଆସିଲା, ଗୋଟିଏ ଆଇସ୍କ୍ରିମ୍ ବାଲା କାହାକୁ ବସ୍ତାରେ ପୂରେଇକି ନେଉଛି। ସେ ଆଉ ଟୁକୁ ହେଇଥିବନି ତ? ତୁ ସେମିତି କହନା ଲୋ ଟିକି। ଆଲୋ ମୋ ଟୁକୁ, ଲୋ ମୋ ଟୁକୁର କ'ଣ ହେଇଯିବ? ଚାଲ ଲୋ ଚାଲେ, ପିଲା ଚୋର ପାଖକୁ ଯିବା। ତାପରେ କାଳି ଆଉ ଟିକି ମିଶିକି ସେ ପିଲା ଚୋରକୁ ଖୋଜି ଖୋଜି ଗଲେ। ଏପଟେ ପିଲା ଚୋର ଏକ ନିଛାଟିଆ ଜାଗାରେ ବସିକି ଭାବୁଥାଏ, କୁଆଡ଼େ ଗଲା ସେ ଚିଲ? କେତେବେଳେ ଆସିବ? ଆଜି ତ ମୋ ମନ ଆକାଶରେ ଉଡୁଛି। ଏକାଥରକେ 3ଟା ପିଲାର ଟଙ୍କା ମିଳିବ ମତେ। ଏଠୁ ଗଲେ ମୋ ପାଇଁ ଗୋଟିଏ ଗାଡ଼ି କିଣିବି ଆଗେ, ତାପରେ ଯୋଉ କଥା। ଏତିକି ବେଳେ କାଳି ଆଉ ଟିକି ଆସିକି ସେଇଠି ପହଞ୍ଚିଲେ। ଆରେ ହେ ବାଡ଼ିପଡ଼ା, କୁଆଡ଼େ ଯାଉଛୁ କିରେ? ମୋ ପିଲାଙ୍କୁ ନେଇକି ଜଲ୍ଦି ଜଲ୍ଦି କୁଆଡ଼େ ପଳଉଛୁ? ମୋ ପିଲାଙ୍କୁ ମତେ ଦେ, ନହେଲେ ତୁ ମତେ ଚିହ୍ନିନୁ। ମୁଁ କାଳି, ପକେଇଦେବି ତତେ ବଳି। ଆରେ ମୁଁ ତ ଗରିବ ଆଇସ୍କ୍ରିମ୍ ବାଲାଟା, ମୁଁ କାହିଁକି କୁଆଡ଼େ କାହାକୁ ନେଇକି ଯିବି? ମତେ ମୋ ବାଟ ଛାଡ଼, ମୁଁ ବେପାର କରିବାକୁ ଯିବି। କାଳି, ତୁ ୟାକୁ ଧ, ଆମେ ୟାକୁ ଏ ଗଛରେ ବାନ୍ଧି ପକେଇବା। ତାପରେ କାଳି ଆଉ ଟିକି ମିଶିକି ସେ ପିଲା ଚୋରକୁ ଏକ ଗଛରେ ବାନ୍ଧି ପକାନ୍ତି। ଆଉ ବସ୍ତାକୁ ଖୋଲିକି ଦେଖନ୍ତି ତା ପୁଅ ଟୁକୁ ଆଉ ବବଲୁ ଆଉ ମିଟୁ ସେଇଠି ଅଛନ୍ତି। ଆରେ ତୁ ସତ ସତ କହ, ଏମାନଙ୍କୁ କୁଆଡ଼େ ନଉଥିଲୁ?
ନହେଲେ ତତେ ଆମେ ଏଇଠି ନିଆଁ ଲଗେଇଦେବୁ। ଆରେ ନା ନା, ମୁଁ ସବୁ ସତ କଥା କହୁଛି, ମତେ ଛାଡ଼ି ଦିଅ। ମୁଁ ଜଙ୍ଗଲର ପିଲାଙ୍କୁ ଚୋରି କରିକି ଚିଲକୁ ବିକୁଥିଲି। ସେ ମତେ ପିଲା ବଦଳରେ ଟଙ୍କା ଦେଉଥିଲା, ଆଉ ସେ ସେମାନଙ୍କୁ ନେଇକି ତାଙ୍କ ଆଖି ଆଉ କିଡନୀ କାଢି ବିକୁଥିଲା। ପିଲା ଚୋରଠୁ ଏମିତି କଥା ଶୁଣି କାଳି ପୁରା ରାଗିଯାଏ। ଟିକି, ୟାକୁ ଏଇଠି ନିଆଁ ଲଗେଇଦବା। ନା ନା କାଳି, ୟାକୁ ପୋଡ଼ିକି ମାରିଦେଲେ ସେ ଚିଲ କେମିତି ଦଣ୍ଡ ପାଇବ? ୟାକୁ ଆମେ ପୋଲିସରେ ଦେଇଦେବା। ପୋଲିସ ୟାର ଆଉ ସେ ଚିଲର ବିଚାର କରିବ। ତାପରେ କାଳି ପୋଲିସକୁ ଫୋନ କରିଦିଏ। ପୋଲିସ ଆସି ପିଲାଚୋର ରଘୁକୁ ବାନ୍ଧି ନେଇଯାଏ। କାଳି ଓ ଟିକି ପିଲାମାନଙ୍କୁ ଧରି ସେମାନଙ୍କର ଘରକୁ ଫେରନ୍ତି। ପିଲାଚୋର ରଘୁ ଆଉ ଚିଲ ସବୁଦିନ ପାଇଁ ଜେଲରେ ରୁହନ୍ତି। ଟୁନି ଚଢ଼େଇର ଉପସ୍ଥିତି ବୁଦ୍ଧି ଯୋଗୁଁ ଟୁକୁ, ବବଲୁ ଆଉ ମିଟୁ ନିଜ ନିଜର ଘରକୁ ଫେରି ଆସନ୍ତି। ସାଙ୍ଗମାନେ, ଯଦି ଆମର ଏହି ଗପଟି ତୁମକୁ ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ଗୋଟିଏ ଲାଇକ୍ କରି ସବସ୍କ୍ରାଇବ୍ କରିଦେବେ।